ସାରଥୀ ମହାନ୍ତ ମୁଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତୁଳସୀ ଚଉରା ବାରିପଦାର ଛାତ୍ର। ଆପଣ ଭଲ ମାର୍କ ରଖିଥିଲେ, କେତେ ପରସେଣ୍ଟ ମାର୍କ ରଖିଥିଲେ କ'ଣ? ମୋର 600ରୁ 588 98% ଅଛି। କେତେ ଖୁସି ଲାଗୁଛି ଆଜି ଆପଣ ଗୋଟେ ଭଲ ରେଜଲ୍ଟ କରିଥିଲେ, ଯେଉଁ ରଖିଥିଲେ, ଯେଉଁଥିପାଇଁ ଗୋଟେ ଗାଡ଼ିଟେ ଆଜି ଗିଫ୍ଟ ମିଳିଲା ଆପଣଙ୍କୁ। ମୋତେ ବହୁତ ଖୁସି ଲାଗୁଛି। ଉକ୍ତ ଗାଡ଼ିଟି ମିଳିବା ଦ୍ୱାରା ମୋର କୋଚିଂ ଏବଂ କଲେଜକୁ ଯିବା ପାଇଁ ଯାତାୟାତରେ ସୁବିଧା ହୋଇପାରିବ। ଏଥିପାଇଁ ମୁଁ ବହୁତ ଆନନ୍ଦିତ ଅଛି। କାହାକୁ ଶ୍ରେୟ ଦେବ ବାବା? ଏହି ସଫଳତା ପାଇଁ ମୁଁ ତ ମୋ ପିତାମାତା ଗୁରୁଜୀ ଗୁରୁମାଙ୍କୁ ଶ୍ରେୟ ତଥା ଈଶ୍ୱରଙ୍କ ନିକଟରେ କୃତଜ୍ଞତା ଦେବି। ଆଉ ଉତ୍କଳ ଇଭିକୁ ବି ଏଥିପାଇଁ କିଛି ଶ୍ରେୟ ଦେବାକୁ ଚାହିଁବି, ଯାହାଦ୍ୱାରା ମୋତେ ଇଲେକ୍ଟ୍ରିକ୍ ସ୍କୁଟିଟି ମିଳିଛି। କେତେ ସମୟ ପଢ଼ୁଥିଲ, ଏତେ ମାର୍କ ରଖିଗଲ? ମୁଁ ସ୍କୁଲ ଟ୍ୟୁସନ୍ ଛଡ଼ା ଆଉ 5ରୁ 6 ଘଣ୍ଟା ସେଲ୍ଫ ଷ୍ଟଡ଼ି କରୁଥିଲି। ସ୍କୁଲରେ ସାହାଯ୍ୟ ମିଳୁଥିଲା? ଗୁରୁଜୀ ଗୁରୁମା ମାନେ ମୋତେ ସର୍ବଦା ପ୍ରେରଣା ଦେଇ ଆସୁଥିଲେ, ଆଉ ତାଙ୍କ ପରାମର୍ଶକୁ ମାନି ଏହି ସଫଳତାରେ ପହଞ୍ଚିଅଛି। ତାକୁ ବିଭିନ୍ନ କୋଚିଂ କିମ୍ବା କଲେଜକୁ ଯିବା ପାଇଁ ବ୍ୟବହାର କରିବି। ଆଜ୍ଞା ଆଜ୍ଞା। ଏକ୍ସପେକ୍ଟ ତ କରିନଥିଲି, ନା କରିନଥିଲି। ପ୍ରଥମେ କାହାକୁ ବସେଇବ ସ୍କୁଟିରେ? ମାଆଙ୍କୁ ବସେଇବ? ଆଉ ତୁମେ ଚଲାଇ ଶିଖିଛ ତ? ପମ୍ପ ଆସିବ କାଳେ। ଆଉ ଭାଇଙ୍କୁ କିଛି କହିବ? ଭାଇଙ୍କୁ ନିଶ୍ଚିତ ଭାବରେ ମୁଁ ଧନ୍ୟବାଦ ଦେବି। ଆଉ କେମିତି କ'ଣ କଣ୍ଟାକ୍ଟ କରିଥିଲେ ତୁମକୁ, କ'ଣ କହିଲେ, ଫୋନ୍ କରିକି କେମିତି କ'ଣ ଥିଲା? ତ ମାମୁଁ କଥା ହେଇଥିଲେ, ଜାଣିଛନ୍ତି ପ୍ରତିବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ବାହାରେ ଆମେ କିଛି ନା କିଛି ଅଫର୍ ଲଗାଉ ମ୍ୟାଟ୍ରିକ୍ ଯେଉଁମାନେ ପାସ୍ କରିଥାନ୍ତି। ହେଲେ କ'ଣ ହୁଏ, ସେ ଅଫର୍ଟା କପି କେବେ ହେଇଯାଏ, ଅନ୍ୟମାନେ ଦେଇଦିଅନ୍ତି। ତ ଆମେ ଏଇ ବର୍ଷ ଚିନ୍ତା କଲୁ ଏମିତି କିଛି ଅଫର୍ ଦେବୁ ଯେଉଁଟାକି ଓଡ଼ିଶାରେ ପ୍ରଥମ ହେଇଥିବ। ଆଉ ସେକେଣ୍ଡ ରିଜନ୍ ହେଉଛି ଜେଲିଓ ବର୍ତ୍ତମାନ ମେକ୍ ଇନ୍ ଓଡ଼ିଶା କମ୍ପାନୀ ହେଇଗଲାଣି। ତ ଆମେ ଓଡ଼ିଆ ରୂପେ ଓଡ଼ିଆ କମ୍ପାନୀ ହିସାବରେ କିଛି ଗୋଟେ ଓଡ଼ିଆ ପାଇଁ କିଛି କରିବା। ତ ତାକୁ ଆଖି ଆଗେ ଦୃଷ୍ଟିରେ ରଖିକି ଆମେ ଚିନ୍ତା କଲୁ ଓଡ଼ିଶାରେ ଯିଏ ଓଡ଼ିଆ ମିଡ଼ିୟମ୍ରେ ଟପର୍ ହେଇଥିବେ ତାଙ୍କୁ ଆମର ଜେଲିଓ ଫ୍ୟାମିଲି ତରଫରୁ ଗୋଟେ ଇଭି ଗାଡ଼ି ଆମେ ସମ୍ପୂର୍ଣ୍ଣ ଗିଫ୍ଟ ଆମ ତରଫରୁ। ଆଉ ଏବେ ଆପଣମାନେ ରିସେଣ୍ଟ ଦେଖିଥିବେ ପେଟ୍ରୋଲର ଯେଉଁ କ୍ରାଇସିସ୍, ଏବେ ଯେଉଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଛି, ପେଟ୍ରୋଲର କିଛି ମାନେ ଗ୍ୟାରେଣ୍ଟି କିଛି ନାହିଁ। ପେଟ୍ରୋଲ ଆସୁଛି କେତେବେଳେ କମ୍ ଆସୁଛି, ଆଉ ପେଟ୍ରୋଲ ଧୀରେ ଧୀରେ ମହଙ୍ଗା ହେଇଯାଉଛି। ମଝିରେ 3 ଟଙ୍କା ରେଟ୍ ବଢ଼ିଲା, ପୁଣି ଏବେ ଟଙ୍କାଟା ବଢ଼ିଲା। ତ ମାନେ ପେଟ୍ରୋଲର ଫ୍ୟୁଚର୍ ହେଉଛି ଇଭି। ଆମେ ସମସ୍ତେ ଜାଣିଛେ ଫ୍ୟୁଚର୍ ହେଉଛି ଇଲେକ୍ଟ୍ରିକ୍, ହେଲେ ଯେ ଫ୍ୟୁଚର୍ଟା ବର୍ତ୍ତମାନକୁ ପଳେଇ ଆସିଲାଣି। ତ ମୁଁ ତ କହିବି ସମସ୍ତେ ଇଭିକି ଆସନ୍ତୁ। ଯେମିତି ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ କହିଥିଲେ ଇଭିକି ଆସନ୍ତୁ, ଇଭି କିଣନ୍ତୁ। ତ ମୁଁ ତ କହିବି ସମସ୍ତଙ୍କୁ, ଆପଣଙ୍କୁ ଗୋଟେ ମେକ୍ ଇନ୍ ଓଡ଼ିଶାର ଭରସା ଆମେ ଦେଉଛୁ ଜେଲିଓ ବ୍ରାଣ୍ଡ ସହିତ। ତା ସହିତ ଓଡ଼ିଶାରେ ଆମେ ପ୍ରଥମ ଥର ସାମସଙ୍ଗ ସେଲ୍ ବ୍ୟାଟେରୀ ଲିଥିୟମ୍ ବ୍ୟାଟେରୀ ଦେଉଛୁ, ପୁଣି 4 ବର୍ଷ ୱାରେଣ୍ଟି ସହିତ। ଇଭିକି ଆସନ୍ତୁ, ଆପଣଙ୍କର ଯେଉଁ ପଇସା ବଞ୍ଚିବା ସହିତ ଆମର ପରିବେଶକୁ ଆମେ ପ୍ରଦୂଷଣ ମୁକ୍ତ କରିପାରିବା। ନାଇଁ, ଆମେ ଡିକ୍ଲେୟାର କରିଥିଲୁ ଆମର ଓଡ଼ିଶାରେ ଯେଉଁ ଛାତ୍ର କି ଛାତ୍ରୀ ଟପର୍ ହେଇଥିବେ ଆମେ ତାଙ୍କୁ ଗୋଟେ ଆମ ତରଫରୁ ଗୋଟେ ଇଲେକ୍ଟ୍ରିକ୍ ଗାଡ଼ି ଆମ ତରଫରୁ ସମ୍ପୂର୍ଣ୍ଣ ଉପହାର। ଆମର ଇଭି ଶୋରୁମ୍ ହେଇଗଲାଣି 2021ରୁ, ଏବେ ଆମେ 2026ରେ ଅଛୁ। ଆଉ ଓଡ଼ିଶାରେ ଆମର ପାଖାପାଖି 70+ ଡିଲର ପଏଣ୍ଟ ଓଡ଼ିଶାରେ ଆମର ଅଛି। ଆଉ ଆମର ମ୍ୟାନୁଫ୍ୟାକ୍ଚରିଂ ପ୍ଲାଣ୍ଟ କଟକ ଟାଙ୍ଗିରେ ଅଛି, ଯେଉଁଠିକି ଆମର ପାର୍ଟସ୍ ଆସିକରି ଆସେମ୍ବଲ୍ ହେଉଛି। ତ ମୁଁ ତ କହିବି ଇଭି ଉପରେ ଯେଉଁ ଓଡ଼ିଶାବାସୀଙ୍କ ଭରସା ପାଉନଥିଲା, କମ୍ପାନୀ ଖୋଲୁଛି, ବନ୍ଦ ହେଉଛି, ପଳାଉଛି, ସର୍ଭିସ୍ ମିଳୁନି, ତ ସେସବୁ ଜିନିଷ ଆପଣ ଜେଲିଓରେ ପାଇବେନି। କାହିଁକି ନା 5 ବର୍ଷ ହେଲା ଆମେ ବିଜନେସ୍ କରି ଆସୁଛୁ। ତା ସହିତ ଓଡ଼ିଶାରେ ନିଜର ଗୋଟେ ମ୍ୟାନୁଫ୍ୟାକ୍ଚରିଂ ପ୍ଲାଣ୍ଟ କଟକ ଟାଙ୍ଗିରେ ଅଛି। ତ ସମସ୍ତଙ୍କୁ ଅନୁରୋଧ, ଇଭିକି ଆସନ୍ତୁ। ପଇସା ସହିତ ଆମର ପରିବେଶ ବଡ଼, ଆମର ଫ୍ୟୁଚର୍ ପାଇଁକା ଆମେ ଆମର କିଛି ଛାଡ଼ିକି ଯିବା। ଯେମିତି ଆଜିକାର ଛାତ୍ର ମାନେ ଆଗର ଭବିଷ୍ୟତ, ସେଇଭଳିଆ ପେଟ୍ରୋଲର ଫ୍ୟୁଚର୍ ହେଉଛି ଇଭି। ତ ଆମେ ଫ୍ୟୁଚର୍କୁ କାହିଁ ୱେଟ୍ କରିବା, ବର୍ତ୍ତମାନ ଇଭିକି ଆସିବା। ଆଉ ପେଟ୍ରୋଲ କ୍ରାଇସିସ୍ ହେଉ ୟା ନ ହେଉ କିଛି ଟେନସନ୍ ନାହିଁ। 10 ଟଙ୍କା ଖର୍ଚ୍ଚ କଲେ ଆପଣ 100 ମାଇଲେଜ୍ ଆପଣ ଆମ ଇଭିରୁ ଆପଣ ପାଇପାରିବେ। ଆଉ ଆମ ପାଖରେ 70 କିଲୋମିଟର ଆରମ୍ଭ କରି ଆମ ପାଖରେ 250 କିଲୋମିଟର ବାଲା ଗାଡ଼ି ଅଛି। ଆଉ ରହିଲେ ଆମର ଯେଉଁ ସାନ ଭାଇ ଜଣେ ଆସୁଛନ୍ତି, ତାଙ୍କୁ ମୁଁ ମାନେ ମୋ ହାର୍ଦ୍ଦିକ ଅଭିନନ୍ଦନ। ମାନେ ସମଗ୍ର ଓଡ଼ିଶାରେ ସିଏ ପ୍ରଥମ ହେଇଛନ୍ତି। ଆଉ ତାଙ୍କର ମାନେ ଉଜ୍ଜଳ ଭବିଷ୍ୟତ ମୁଁ କାମନା କରୁଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ ପାଖରେ। ଆଉ ତାଙ୍କର ଯାହା ଇଚ୍ଛା ଅଛି ତାଙ୍କର ଇଚ୍ଛା ସମ୍ପୂର୍ଣ୍ଣ ପୂରା ହେବ।